ଆମେ ଆଜିକାଲି ସବୁବେଳେ ମାନେ ଡୋପାମିନ୍ ଓ ସ୍କ୍ରିନ୍ ଟାଇମ୍ କିମ୍ବା ଡିଷ୍ଟ୍ରାକ୍ସନ୍ ବିଷୟରେ କେତେ କଣ ଚିନ୍ତା କରୁଛେ କିନ୍ତୁ ଟିକେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ କି ଆମର ଏହି ଯୋଉ ଆଧୁନିକ ମାନସିକ ବିଭ୍ରାନ୍ତି ଅଛି ତାହାର ସମାଧାନ ହଜାର ହଜାର ବର୍ଷ ପୂର୍ବେ ଉପନିଷଦରେ ଦିଆଯାଇ ସାରିଛି। ହଁ, ମାନେ ସେଇଟା ହିଁ ସବୁଠୁ ରୋଚକ କଥା ଆଉ ପ୍ରାସଙ୍ଗିକ ମଧ୍ୟ। ଏକଦମ। ତେଣୁ ଆଜିର ଏହି ଗଭୀର ବିଶ୍ଳେଷଣରେ ଆମେ ଏମିତି ଏକ ବିଷୟବସ୍ତୁ ଉପରେ ଚର୍ଚ୍ଚା କରିବା ଯାହା ମୂଳତଃ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ଏଥିରେ ଥିବା ମନୋବିଜ୍ଞାନ ବୟସ୍କମାନଙ୍କ ପାଇଁ ମଧ୍ୟ ସମାନ ଭାବରେ ଦରକାର। ଆଜିର ଆମର ମୁଖ୍ୟ ଆଧାର ହେଉଛି ଓମ୍ ଫାଉଣ୍ଡେସନ ଆଉ ପୁରୀର ଶ୍ରୀ ଦକ୍ଷିଣାମୂର୍ତ୍ତି ମଠ ଦ୍ୱାରା ପ୍ରସ୍ତୁତ ବାଳବୋଧ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ପୁସ୍ତିକା। ଆଉ ଏହି ସିରିଜର ଚତୁର୍ଥ ପୁସ୍ତିକା ଯାହାର ନାମ ହେଉଛି ଦିଗବାରିଣୀ ପ୍ରେୟ ବନାମ ଶ୍ରେୟ ଅଧ୍ୟାୟଟି ଆଜି ଆମର କେନ୍ଦ୍ରବିନ୍ଦୁ ରହିବ। ଆମର ଆଜିର ମିଶନ ବହୁତ ସ୍ପଷ୍ଟ, ମାନେ ପ୍ରାଚୀନ ଭାରତୀୟ ଜ୍ଞାନ ଆଉ ଆଧୁନିକ ମନୋବିଜ୍ଞାନର ସମନ୍ୱୟକୁ ବୁଝିବା। ଏତେ ସୂଚନା ଭିତରେ ଆମେ କେମିତି ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବା ତାହା ଜାଣିବା ହିଁ ମୂଳ ଉଦ୍ଦେଶ୍ୟ। ବାସ୍ତବରେ ମଠର ଅଧ୍ୟକ୍ଷ ସ୍ୱାମୀ ପ୍ରଣବାନନ୍ଦ ତାଙ୍କ ପ୍ରସ୍ତାବନାରେ ଯାହା ଲେଖିଛନ୍ତି ତାହା ଏଇଠି ଉଲ୍ଲେଖ କରିବା ଜରୁରୀ। ସେ ଉପନିଷଦରେ ଏକ ମହାନ ବାଣୀ ଆତ୍ମନୋ ମୋକ୍ଷାର୍ଥମ୍ ଜଗଦ୍ହିତାୟ ଚ ବିଷୟରେ କହିଛନ୍ତି, ମାନେ ନିଜର ମୋକ୍ଷ ଏବଂ ଜଗତର କଲ୍ୟାଣ ପାଇଁ। ବିଲକୁଲ। ଆଉ ଆଜିର ଏହି ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ବିଶେଷ କରି 7 ରୁ 14 ବର୍ଷ ବୟସର ପିଲାମାନେ କେମିତି ଏକ ସୂଚନାର ପ୍ରଖର ସ୍ରୋତ ଆଉ ମାନସିକ ବିଚ୍ୟୁତି ଭିତରେ ଫସି ଯାଉଛନ୍ତି ତାହା ସେ ବହୁତ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି। ଆଉ ଏହି ବୟସର ପିଲାମାନଙ୍କର ଜୀବନ କେବଳ ସ୍କୁଲ ପରୀକ୍ଷାରେ କିଛି ନମ୍ବର ରଖିବା ଭିତରେ ସୀମିତ ରହିବା ଆଦୌ ଉଚିତ ନୁହେଁ। ଏହି ପୁସ୍ତିକାର ମୂଳ ଲକ୍ଷ୍ୟ ହେଉଛି ସେମାନଙ୍କ ମନକୁ ଏକ ଲେଜର ରଶ୍ମି ପରି ଶାଣିତ କରିବା। ଏହା କେମିତି କରାଯିବ ସେଥିପାଇଁ ଜୀବନର ଦୁଇଟି ଭିନ୍ନ ରାସ୍ତା ବିଷୟରେ ଏକ ବହୁତ ସୁନ୍ଦର ଚିତ୍ର ଦିଆଯାଇଛି। ଆଚ୍ଛା, ଆସନ୍ତୁ ଏହାକୁ ଟିକେ ଖୋଲି ବିଚାର କରିବା। ହଁ, ସେହି ଚିତ୍ରଟି ପ୍ରକୃତରେ ନିଷ୍ପତ୍ତି ନେବାର ମନୋବିଜ୍ଞାନକୁ ବହୁତ ସହଜରେ ବୁଝାଇ ଦିଏ। ଆମେ ଯଦି ଦେଖିବା ତାହେଲେ ଆମ ସାମ୍ନାରେ ମାନେ ଜୀବନର ରାସ୍ତାରେ ଦୁଇଟି ବିକଳ୍ପ ଥାଏ। ଧରନ୍ତୁ ପଥ କ ଏବଂ ପଥ ଖ। ପ୍ରଥମ ଦୃଷ୍ଟିରୁ ପଥ ପ ବହୁତ ଆକର୍ଷଣୀୟ ଲାଗେ। ଏହା ଏକ ପୁରା ଗଡାଣିଆ ରାସ୍ତା ଯୋଉଠି ଆଦୌ ପରିଶ୍ରମ ଦରକାର ନାହିଁ। ଦୁଇ କଡ଼ରେ ଆଇସ୍କ୍ରିମ ଦୋକାନ ଅଛି, ଭିଡିଓ ଗେମ୍ ପାର୍ଲର ଅଛି, ଆଉ ମାନେ ରଙ୍ଗ ବେରଙ୍ଗର ଆଲୋକ ଲାଗିଛି। ଯିଏ ବି ଦେଖିବ ତୁରନ୍ତ ସେହି ରାସ୍ତାରେ ଯିବାକୁ ଇଚ୍ଛା କରିବ। କିନ୍ତୁ ଏହାର ଶେଷ ପରିଣତି ହେଉଛି ଏକ ବିରାଟ କାଦୁଅ ଗାତ। ଏକଦମ। ଆଉ ତା ବିପରୀତରେ ଯେଉଁ ପଥ ଖ ଅଛି ସେଟା ଦେଖିବା ମାତ୍ରେ ହିଁ ଭୟ ଲାଗେ। ଏହା ସମ୍ପୂର୍ଣ୍ଣ ଚଢ଼ାଣିଆ ଆଉ ପଥରିଆ ରାସ୍ତା। ସେଥିରେ ପାଦ ଦେବା ମାନେ ହିଁ କଷ୍ଟ, ଝାଳ ଆଉ କେବଳ ପରିଶ୍ରମ। କିନ୍ତୁ ଆମେ ଯଦି ଏହି ରାସ୍ତାରେ ଯିବା ତେବେ ଶେଷରେ ଏକ ସୁନ୍ଦର ପାହାଡ଼ ଚୂଡ଼ାରେ ପହଞ୍ଚିବା ଯେଉଁଠି ପ୍ରକୃତ ଶାନ୍ତି ମିଳେ। ପ୍ରାଚୀନ ଋଷିମୁନିମାନେ ଏହି ଦୁଇଟି ରାସ୍ତାକୁ ହିଁ ପ୍ରେୟ ଏବଂ ଶ୍ରେୟ ବୋଲି କହିଛନ୍ତି। ମାନେ ପ୍ରେୟ ହେଉଛି ସେହି ଗଡାଣିଆ ରାସ୍ତା ଯାହା ତୁରନ୍ତ ସୁଖ ଦିଏ କିନ୍ତୁ ପରେ ଯନ୍ତ୍ରଣା ଆଣେ, ଆଉ ଶ୍ରେୟ ହେଉଛି ସେହି ପଥରିଆ ରାସ୍ତା ଯାହା ଆଜି କଷ୍ଟକର ହେଲେ ବି ଭବିଷ୍ୟତ ପାଇଁ ହିତକର। ସତ କହିଲେ ଏହି ସୁଖଦାୟକ ଆଉ ହିତକର ଭିତରେ ଥିବା ପାର୍ଥକ୍ୟକୁ ନ ବୁଝିବା ହିଁ ମଣିଷର ସବୁଠାରୁ ବଡ଼ ଭ୍ରମ। ଆମେ ସବୁବେଳେ ଭାବୁ ଯେ ଯାହା ଏବେ ମୋତେ ଖୁସି ଦେଉଛି ତାହା ନିଶ୍ଚୟ ଭଲ ହୋଇଥିବ। ଯେମିତିକି ଆମେ ଜଙ୍କ ଫୁଡ୍ ଖାଇଦେଲୁ କିମ୍ବା ଘଣ୍ଟା ଘଣ୍ଟା ଧରି ସୋସିଆଲ ମିଡିଆ ସ୍କ୍ରୋଲ କଲେ। ମସ୍ତିଷ୍କରେ ତୁରନ୍ତ ଏକ ଡୋପାମିନ୍ କ୍ଷରଣ ହୁଏ ଆଉ ଆମକୁ ଲାଗେ ଯେ ସବୁ ଠିକ୍ ଚାଲିଛି। କିନ୍ତୁ ବାସ୍ତବରେ ଆମେ ସେହି କାଦୁଅ ଗାତ ଆଡ଼କୁ ଖସି ଚାଲିଥାଉ। ଆଉ ଏହି ଜଟିଳ ମନୋବିଜ୍ଞାନକୁ ବୁଝାଇବା ପାଇଁ ପୁସ୍ତିକାରେ ଗୋଟେ ବହୁତ ଶକ୍ତିଶାଳୀ ଉଦାହରଣ ଅଛି, କଠୋପନିଷଦର ନଚିକେତା ଏବଂ ଯମରାଜଙ୍କ କାହାଣୀ। ଏଠାରେ ବିଷୟଟି ପ୍ରକୃତରେ ବହୁତ ରୋଚକ ହୋଇଯାଏ। ଟିକେ ଭାବନ୍ତୁ, ଜଣେ କିଶୋର ବାଳକ ସିଧାସଳଖ ମୃତ୍ୟୁର ଦେବତାଙ୍କ ପାଖକୁ ଯାଇ ଜୀବନ ଓ ମୃତ୍ୟୁର ଚରମ ସତ୍ୟ ଜାଣିବାକୁ ଚାହୁଁଛନ୍ତି। ଯମରାଜଙ୍କ ପରି ଶକ୍ତିଶାଳୀ ଦେବତାଙ୍କ ଆଖିରେ ଆଖି ମିଶାଇ ନିଜ ଲକ୍ଷ୍ୟ ପାଇଁ ଅଟଳ ରହିବା ଏକ ଅସାଧାରଣ କଥା। କିନ୍ତୁ ଯମରାଜ ବି ସାଙ୍ଗେ ସାଙ୍ଗେ ସେହି ଜ୍ଞାନ ଦେବାକୁ ରାଜି ନଥିଲେ। ସେ ବାଳକର ମାନସିକ ସ୍ଥିରତା ପରୀକ୍ଷା କରିବା ପାଇଁ ତାଙ୍କ ଆଗରେ ପୃଥିବୀର ସବୁଠାରୁ ଆକର୍ଷଣୀୟ ପ୍ରେୟର ଏକ ପସରା ମେଳାଇ ଦେଇଥିଲେ। ହଁ, ତୃତୀୟ ବରରେ ସେ ତାଙ୍କୁ ସବୁକିଛି ଯାଚିଥିଲେ। ବିଲକୁଲ। ଯମରାଜ କହିଲେ, ଏହି ଜ୍ଞାନ ବହୁତ କଷ୍ଟକର, ତେଣୁ ଏହା ବଦଳରେ ତୁମେ 100 ବର୍ଷ ବଞ୍ଚିବା ଭଳି ଆୟୁଷ ମାଗିନିଅ। ବିଶାଳ ସାମ୍ରାଜ୍ୟ, ସୁନା, ଘୋଡ଼ା, ହାତୀ, ରଥ ଆଉ ଭବ୍ୟ ବାଦ୍ୟଯନ୍ତ୍ର। ଆଜିର ସମୟରେ କହିବାକୁ ଗଲେ
ଏହା ହେଉଛି ବିଶ୍ୱର ସମସ୍ତ ବିଳାସ ବ୍ୟସନ ଆଉ ଗୋଟେ ବ୍ଲାଙ୍କ ଚେକ୍। ସେହି ବ୍ଲାଙ୍କ ଚେକ୍ ପାଇଲେ ଆଜି ବୋଧହୁଏ ଯେ କେହି ନିଜର ମୂଳ ଲକ୍ଷ୍ୟକୁ ଭୁଲିଯିବେ, କିନ୍ତୁ ନଚିକେତାଙ୍କର ଉତ୍ତର ଥିଲା ସମ୍ପୂର୍ଣ୍ଣ ଓଲଟା। ସେ ସେହି ସମସ୍ତ ପ୍ରଲୋଭନକୁ ଅତି ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କଲେ। ସେ ଯୁକ୍ତି ବାଢ଼ିଲେ ଯେ ଏହିସବୁ ସାଂସାରିକ ସୁଖ, କ୍ଷମତା ଆଉ ବିଳାସ ବ୍ୟସନ କେବଳ ଇନ୍ଦ୍ରିୟମାନଙ୍କୁ କ୍ଷୟ କରିଦିଏ। ଏସବୁ ବହୁତ ଅସ୍ଥାୟୀ। ଆଉ ଏହି ଯେଉଁ ନିଷ୍ପତ୍ତି ନେବାର ଶକ୍ତି ନଚିକେତା ଦେଖାଇଲେ, ତାହାକୁ ହିଁ ଶାସ୍ତ୍ରରେ ବିବେକ କୁହାଯାଏ। ବିବେକ ମାନେ ଅସ୍ଥାୟୀ ଏବଂ ସ୍ଥାୟୀ ମଧ୍ୟରେ ଥିବା ପାର୍ଥକ୍ୟକୁ ଚିହ୍ନିବାର ସାମର୍ଥ୍ୟ। କ୍ଷଣିକ ଆନନ୍ଦ ଦେଉଥିବା ପ୍ରେୟ ଏବଂ ଦୀର୍ଘସ୍ଥାୟୀ କଲ୍ୟାଣ କରୁଥିବା ଶ୍ରେୟ ଭିତରେ ଥିବା ତଫାତକୁ ଜାଣିବା ହିଁ ବିବେକ। ଏଥିରେ ପ୍ରସନ୍ନ ହୋଇ ୟମରାଜ ଏକ ମହାନ ଶ୍ଲୋକ ମାଧ୍ୟମରେ କହିଥିଲେ ଯେ ବୁଦ୍ଧିମାନ ବ୍ୟକ୍ତି ସର୍ବଦା ଉଭୟକୁ ପରୀକ୍ଷା କରନ୍ତି ଏବଂ ପ୍ରେୟ ଅପେକ୍ଷା ଶ୍ରେୟକୁ ହିଁ ବାଛନ୍ତି। ଯଦି ଆମେ ଆମର ପ୍ରତିଦିନର ଜୀବନ କଥା ଦେଖିବା, ତାହେଲେ ଆମେ ସମସ୍ତେ ଦୈନନ୍ଦିନ ଯମରାଜଙ୍କର ଏହି ପରୀକ୍ଷାର ସମ୍ମୁଖୀନ ହେଉଛେ। ଯେମିତିକି ଧରନ୍ତୁ, ଦିନସାରା ସ୍କୁଲ ବା ଅଫିସରୁ ଫେରିବା ପରେ ପ୍ରବଳ କ୍ଳାନ୍ତି ଲାଗୁଛି, କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଆସାଇନମେଣ୍ଟ କରିବାର ଅଛି। ସେହି ସମୟରେ ମନ ଭିତରେ ପ୍ରେୟ ଏବଂ ଶ୍ରେୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ। ହଁ, ମନର ଗୋଟିଏ କଣ କୁହେ କି ଆଗ ନେଟଫ୍ଲିକ୍ସ ଦେଖିଦେବା, କାମ ପରେ ହବ। ଆଉ ଅନ୍ୟ କଣ କୁହେ, ନା ଆଗ କାମ ଶେଷ କରିଦେବା ଭଲ। ଠିକ୍ କଥା। ଆଉ ସେହି ମୁହୂର୍ତ୍ତରେ ମନୋବିଜ୍ଞାନ କେମିତି କାମ କରେ ତାହା ବୁଝିବା ନିହାତି ଆବଶ୍ୟକ। ଯଦି ଆମେ ଦୁର୍ବଳ ହୋଇ ପ୍ରିୟକୁ ବାଛୁ ଆଉ ଟିଭି ଦେଖିବା ଆରମ୍ଭ କରୁ, ତେବେ ଉପରକୁ ଲାଗେ ଯେ ଆମେ ଆରାମ କରୁଛୁ, କିନ୍ତୁ ମସ୍ତିଷ୍କର ଗୋଟିଏ ଅଂଶରେ ସେହି ବାକିଥିବା କାମର ଚିନ୍ତା ବୁଲୁଥାଏ। ଏକ ଅଦୃଶ୍ୟ ଅପରାଧବୋଧ ବା ଗିଲ୍ଟ କ୍ରମାଗତ ଭାବେ ମାନସିକ ଚାପ ସୃଷ୍ଟି କରେ। ଆମେ ବିଶ୍ରାମ ନେଉଥିବା ସତ, କିନ୍ତୁ ପ୍ରକୃତରେ ଖୁସି ନଥିବା, ଆଉ ଶେଷରେ ଯେତେବେଳେ ରାତିରେ ନିଦ ମାଡ଼ି ଆସୁଥିବ, ବାଧ୍ୟ ହୋଇ ବିରକ୍ତିର ସହ ସେହି କାମଟିକୁ କରିବାକୁ ପଡ଼ିବ, ଯାହାର ରେଜଲ୍ଟ ମଧ୍ୟ ଭଲ ହେବ ନାହିଁ। କିନ୍ତୁ ଏହାର ବିପରୀତ ଦିଗଟି ଚିନ୍ତା କଲେ, ଯଦି ସେହି କ୍ଳାନ୍ତି ସତ୍ତ୍ୱେ ଆମେ ଶ୍ରେୟକୁ ବାଛି ଆଗ କାମଟି ଶେଷ କରିଦେବା, ତେବେ ପରବର୍ତ୍ତୀ ସମୟଟି ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଏ। ସେହି ସମୟରେ ଯେଉଁ ବିଶ୍ରାମ ମିଳେ, ତାହା ପ୍ରକୃତ ଆନନ୍ଦ ଦିଏ। ଏଠାରେ ଆମେ ଶୃଙ୍ଖଳା ବା ଡିସିପ୍ଲିନର ପ୍ରକୃତ ସଂଜ୍ଞା ଦେଇପାରିବା। ଶୃଙ୍ଖଳା ମାନେ କେବଳ କଠୋର ଦଣ୍ଡ ନୁହେଁ, ଏହା ହେଉଛି ବର୍ତ୍ତମାନ ଆମେ ଯାହା ଚାହୁଁଛୁ ଏବଂ ସବୁଠାରୁ ଅଧିକ ଯାହା ଚାହୁଁଛୁ, ସେହି ଦୁଇଟି ମଧ୍ୟରୁ ସଠିକ୍ ବିକଳ୍ପଟିକୁ ବାଛିବାର କଳା। ଆଉ ଏହି କଳାକୁ ଆୟତ୍ତ କରିବା ପାଇଁ ବହିରେ ଏକ ବ୍ୟବହାରିକ ମାର୍ଗଦର୍ଶିକା ବା ଟୁଲକିଟ୍ ଦିଆଯାଇଛି, ଯାହା ମୋତେ ବହୁତ ଭଲ ଲାଗିଲା। ସେଥିରେ ଶ୍ରେୟ ବାଛିବାର 3ଟି ବହୁତ ସୁନ୍ଦର ନିୟମ ଅଛି। ପ୍ରଥମ ନିୟମଟି ହେଉଛି 10-10-10 ନିୟମ। ଏହି 10-10-10 ନିୟମଟି କୌଣସି ଦ୍ୱନ୍ଦ୍ୱ ସମୟରେ ସ୍ୱୟଂଚାଳିତ ପ୍ରତିକ୍ରିୟା ଭଳି କାମ କରେ। ଏଥିରେ ଆମେ ନିଜକୁ ପଚାରିବା ଦରକାର ଯେ 10 ମିନିଟ୍ ପରେ, 10 ଘଣ୍ଟା ପରେ ଏବଂ 10 ବର୍ଷ ପରେ ଏହି ନିଷ୍ପତ୍ତି ପାଇଁ ଆମକୁ କେମିତି ଲାଗିବ। ଯେମିତିକି ଧରନ୍ତୁ, ରାତି 11ଟା ବାଜିଲାଣି ଆଉ ମୋବାଇଲରେ ଭିଡିଓ ଦେଖିବାକୁ ଇଚ୍ଛା ହେଉଛି। 10 ମିନିଟ୍ ପରେ ତ ନିଶ୍ଚୟ ବହୁତ ମଜା ଆସିଥିବ, କିନ୍ତୁ 10 ଘଣ୍ଟା ପରେ, ପରଦିନ ସକାଳେ ଅଫିସ ବା ସ୍କୁଲ ଯିବାବେଳେ ପ୍ରବଳ ମୁଣ୍ଡବିନ୍ଧା, କ୍ଳାନ୍ତି ଆଉ ବିରକ୍ତି ଆସିବ। ନିଦ ପୁରା ନ ହେବାରୁ ପୁରା ଦିନଟି ନଷ୍ଟ ହେବ। ଆଉ 10 ବର୍ଷ ପରେ ଏହାର ପ୍ରଭାବ ଆହୁରି ଭୟଙ୍କର। ପ୍ରତିଦିନ ଏମିତି ନିଦ ନଷ୍ଟ କଲେ 10 ବର୍ଷ ପରେ ସ୍ମୃତିଶକ୍ତି ହ୍ରାସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ। ଏଭଳି ଭାବରେ ସମୟର ଏକ ବୃହତ୍ତର ମାପକାଠିରେ ନିଷ୍ପତ୍ତିକୁ ତୋଳିଲେ ପ୍ରେୟର ଆକର୍ଷଣ ଆପେ ଆପେ କମିଯାଏ। ଏହାପରେ ଦ୍ୱିତୀୟ ଉପକରଣଟି ହେଉଛି ସବୁଠାରୁ କଷ୍ଟକର କାମ ପ୍ରଥମେ କରିବା, ଯାହାକୁ ଇଂରାଜୀ କୁହାଯାଏ ଇଟ୍ ଦି ଫ୍ରଗ୍ ଫର୍ଷ୍ଟ। ମାର୍କ ଟ୍ୱେନ୍ଙ୍କର ସେହି ପ୍ରସିଦ୍ଧ କଥା ଯେ ଯଦି ଦିନସାରା ଭିତରେ ଗୋଟେ ଜିଅନ୍ତା ବେଙ୍ଗ ଖାଇବାର ଅଛି, ତେବେ ତାକୁ ସକାଳୁ ପ୍ରଥମେ ଖାଇଦେବା ଭଲ। ଅର୍ଥାତ୍ ଦିନର ସବୁଠାରୁ ବିରକ୍ତିକର କିନ୍ତୁ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଆଗ ସାରିଦେବା। ମୋବାଇଲ ଧରିବା ପୂର୍ବରୁ ଆଗ ସେହି ବଡ଼ କାମଟି ସାରିଦେଲେ ମସ୍ତିଷ୍କରେ ଏକ ସ୍ୱାଭାବିକ ଡୋପାମିନ୍ କ୍ଷରଣ ହୁଏ ଆଉ ଆତ୍ମବିଶ୍ୱାସ ବଢ଼େ। ଆଉ ଏହାପରେ ତୃତୀୟ ଟେକ୍ନିକ୍ ହେଉଛି ଭବିଷ୍ୟତର ନିଜ ସହ କଥାବାର୍ତ୍ତା। ଏହା ମୋର ସବୁଠାରୁ ପ୍ରିୟ। କୌଣସି ଏକ ସହଜ ରାସ୍ତା ବାଛିବା ପୂର୍ବରୁ ଟିକେ ଚିନ୍ତା କରିବା ଦରକାର ଯେ ଆସନ୍ତାକାଲିର ଆମେ ଆଜିର ଏହି ନିଷ୍ପତ୍ତି ପାଇଁ ଆମକୁ ଧନ୍ୟବାଦ ଦେବା ନା ରାଗିବା। ଯଦି ଆଜି ରୋଷେଇ ଘର ସଫା ନ କରି ଶୋଇପଡ଼ିବା, କାଲି ସକାଳେ ନିଶ୍ଚୟ ଆମକୁ ହିଁ ବିରକ୍ତ ଲାଗିବ। ତେଣୁ ଭବିଷ୍ୟତ ସ୍ୱରୂପକୁ ସାହାଯ୍ୟ କରିବା ଭଳି ବିକଳ୍ପ ହିଁ ବାଛିବା ଉଚିତ। ଆଉ ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ପୁସ୍ତିକାର ଶେଷରେ ଏକ ସଂକଳ୍ପ ପତ୍ର ଦିଆଯାଇଛି,
କାରଣ କୌଣସି ନିଷ୍ପତ୍ତି କେବଳ ମନ ଭିତରେ ରହିଲେ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଲେଖି ରଖିଲେ ଏହା ଆମ ଅବଚେତନ ମନରେ ଦୃଢ଼ ହୁଏ। ପିଲାମାନଙ୍କ ଦୈନନ୍ଦିନ ଜୀବନରେ ଏହା ବହୁତ ପ୍ରାୟୋଗିକ ପଦକ୍ଷେପ। ତେବେ ଆମର ଏହି ସମ୍ପୂର୍ଣ୍ଣ ଆଲୋଚନାକୁ ଯଦି ଏକାଠି କରିବା ତାହେଲେ ଗୋଟିଏ କଥା ସ୍ପଷ୍ଟ ହୁଏ। ଲକ୍ଷ୍ୟର ସ୍ପଷ୍ଟତା କେବଳ ଆମେ କଣ ପାଇବାକୁ ଚାହୁଁଛୁ ତାହା ନୁହେଁ, ବରଂ ତାହା ପାଇବା ପାଇଁ ଆମେ କେଉଁ ଅସ୍ଥାୟୀ ସୁଖର ବା ପ୍ରେୟକୁ ପ୍ରତିଦିନ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛୁ ତାହା ଉପରେ ହିଁ ସଫଳତା ନିର୍ଭର କରେ। ଏକଦମ ସତ। ଆଉ ଆଲୋଚନାକୁ ଶେଷ କରିବା ପୂର୍ବରୁ ମୁଁ ଏକ ନୂଆ ପ୍ରଶ୍ନ ଉପରେ ଆଲୋକପାତ କରିବାକୁ ଚାହେଁ, ଯାହା ଶ୍ରୋତାମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବା। ଆମେ ସାଧାରଣତଃ ଯମରାଜକୁ କେବଳ ଜୀବନର ଶେଷ ସମୟର ଦେବତା ବୋଲି ଭାବୁ। କିନ୍ତୁ ଟିକେ ଚିନ୍ତା କରନ୍ତୁ, ଯେତେବେଳେ ଆମେ ଆମର ଦୈନନ୍ଦିନ ଜୀବନରେ ଶ୍ରେୟ ବଦଳରେ ପ୍ରେୟ ଅର୍ଥାତ୍ ଏକ ସହଜ ରାସ୍ତା ବାଛୁଛୁ, ସେତେବେଳେ କ'ଣ ଆମେ ନିଜ ଅଜାଣତରେ ଆମର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ପ୍ରକୃତ କ୍ଷମତାର ଏକ ଅଂଶକୁ ମୃତ୍ୟୁ ଦିଗକୁ ଠେଲି ଦେଉନାହୁଁ କି? ବାଃ, ଏହା ପ୍ରକୃତରେ ମନକୁ ଦୋହଲାଇ ଦେବା ଭଳି କଥା। ହଁ, କାରଣ ଆମର ପ୍ରତ୍ୟେକଟି ଛୋଟ ନିଷ୍ପତ୍ତି ଆମ ଆଗାମୀ ବ୍ୟକ୍ତିତ୍ୱ ପାଇଁ ଗୋଟିଏ ଗୋଟିଏ ଭୋଟ ସଦୃଶ। ଯମରାଜ କେବଳ ଶେଷରେ ଆସନ୍ତି ନାହିଁ, ବରଂ ଆମର ପ୍ରତ୍ୟେକଟି ଦୁର୍ବଳ ନିଷ୍ପତ୍ତିରେ ସେ ଥାଆନ୍ତି। ତେଣୁ ଏହା ସମ୍ପୂର୍ଣ୍ଣ ଆମ ଉପରେ ନିର୍ଭର କରେ ଯେ ଆମେ ଅଳସୁଆମୀକୁ ଭୋଟ ଦେବା ନା ନଚିକେତାଙ୍କ ପରି ଅଦମ୍ୟ ସାହସ ଦେଖାଇ ଶ୍ରେୟର ପଥ ବାଛିବା। ଆମେ ଆଶା କରୁଛୁ କି ଆଜିର ଏହି ଆଲୋଚନା ପ୍ରତ୍ୟେକଟି ମୁହୂର୍ତ୍ତରେ ସଠିକ୍ ପଥ ବାଛିବା ପାଇଁ ସମସ୍ତଙ୍କୁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିବ ଏବଂ ଏକ ଶୃଙ୍ଖଳିତ ଜୀବନ ଗଠନରେ ସାହାଯ୍ୟ କରିବ।